ଦୁର୍ଭାଗ୍ୟ ଆସିବାର 8ଟି କାରଣ। ଭଗବାନଙ୍କୁ ଅବିଶ୍ୱାସ କରିବା, ପିତାମାତାଙ୍କୁ ଅପମାନ କରିବା, ଅତ୍ୟଧିକ ଗର୍ବ ଓ ଅହଙ୍କାର କରିବା, ପରର ଅମଙ୍ଗଳ ଚିନ୍ତା କରିବା, ଅଭଦ୍ର ଭାଷା କହିବା, ନିରୀହ ଜୀବ ଉପରେ ଅତ୍ୟାଚାର କରିବା, ଲୋକମାନଙ୍କର ଅସମ୍ମାନ କରିବା, ନିଜ କର୍ତ୍ତବ୍ୟରେ ଅବହେଳା କରିବା। ଲବଙ୍ଗର ଉପକାରିତା। ଆମର ଦୈନନ୍ଦିନ ଖାଦ୍ୟରେ ଲବଙ୍ଗର ବ୍ୟବହାର ଏକ ସାଧାରଣ କଥା। ଚା ପ୍ରସ୍ତୁତି ସମୟରେ ସେଥିରେ ଅନେକ ଲୋକ ଲବଙ୍ଗ ପକେଇଥାନ୍ତି। ଏହା ବାଦ ଲବଙ୍ଗକୁ ବ୍ୟବହାର କରି କାଢ଼ା ପ୍ରସ୍ତୁତ କରାଯାଇଥାଏ। ବିରିୟାନୀ ଭଳି ଖାଦ୍ୟରେ ଲବଙ୍ଗ ବ୍ୟବହାର କରାଯାଇଥାଏ। ଗରମ ମସଲାରେ ମଧ୍ୟ ଲବଙ୍ଗ ରହିଥାଏ। ଏସବୁ ବ୍ୟତୀତ ପ୍ରତିଦିନ 2ରୁ 3ଟି ଲବଙ୍ଗ ପାଣିରେ ଭିଜାଇ ସେହି ପାଣିକୁ ଖାଲି ପେଟରେ ପିଇଲେ ଶରୀରକୁ ବହୁତ ଫାଇଦା ମିଳିଥାଏ। ଏହି ପାଣି ସକାଳେ ପିଇଲେ ରକ୍ତ ଶର୍କରାକୁ ବଢ଼ିବାକୁ ଦେଇନଥାଏ। ସେହିପରି ଏହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ମାଙ୍ଗାନିଜ ରହିଥାଏ, ଯାହାକି ହାଡ଼କୁ ଶକ୍ତ ରଖିଥାଏ। ଲବଙ୍ଗରେ ବିଭିନ୍ନ ଭିଟାମିନ୍ ଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। ପାଚନ ତନ୍ତ୍ରକୁ ଭଲ ରଖିବାକୁ ଏହା ବହୁତ ପ୍ରଭାବଶାଳୀ। ଗ୍ୟାସ୍, ବଦହଜମି ଆଦିକୁ ଦୂର କରିଥାଏ। ଲବଙ୍ଗ ପାଣି ପିଇବା ଫଳରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ଘଟିଥାଏ। ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ଲବଙ୍ଗ ପାଣି ପିଇବା ଆବଶ୍ୟକ। ଏଥିସହ ଏହା ଶରୀରର ବିଷାକ୍ତ ଦ୍ରବ୍ୟ ବାହାର କରିବାରେ ଉପଯୋଗୀ ହୋଇଥାଏ। ରାତିରେ ଶୋଇବା ସମୟରେ ଏହି ଭୁଲ କେବେ କରନ୍ତୁ ନାହିଁ। ରାତିରେ କେବେ ଉଲଗ୍ନ ହୋଇ ଶୁଅନ୍ତୁ ନାହିଁ। କେବେ ଛାତ ବିମ୍ ତଳେ କିମ୍ବା ସମ୍ପୂର୍ଣ୍ଣ ଅନ୍ଧାର କୋଠରୀରେ ଶୁଅନ୍ତୁ ନାହିଁ। କେବେ ବି ଛାତିରେ ହାତ ରଖି କିମ୍ବା ଗୋଡ଼ ଛନ୍ଦି କରି ଶୁଅନ୍ତୁ ନାହିଁ। କେବେ ବି ଓଦା ପାଦ, ଅଇଁଠା ମୁହଁ କିମ୍ବା ଭଙ୍ଗା ଖଟ ଉପରେ ଶୁଅନ୍ତୁ ନାହିଁ। କପାଳରେ ତିଳକ ଲଗାଇ ଶୋଇବା ନିଷେଧ ବୋଲି ବିବେଚନା କରାଯାଏ। ଦୁନିଆରେ ଅଧିକ ସତ ମଦ ପିଇ କରି କୁହାଯାଏ, ଆଉ ସବୁଠାରୁ ଅଧିକ ମିଛ କୋର୍ଟରେ ପୁସ୍ତକ ଛୁଇଁ କରି କୁହାଯାଏ। ହାର୍ଟ ଆଟାକ୍ କିପରି ଏଡ଼େଇ ଦିଆଯାଇପାରିବ? ସକାଳ 4ଟାରୁ 8ଟା ମଧ୍ୟରେ ଅଧିକ ହାର୍ଟ ଆଟାକ୍ ହେବାର ସମ୍ଭାବନା ଅଧିକ ଥାଏ। କାହିଁକି ଜାଣିଛନ୍ତି? ରାତିରେ ଶୋଇଲା ପୂର୍ବରୁ ଆମେ ପାଣି ପିଇ ନଥାଉ, ଯାହା ଫଳରେ ଶରୀରର ରକ୍ତ ଗାଢ଼ା ହୋଇଯାଇଥାଏ। ତେଣୁ ଶରୀରରେ ରକ୍ତ ପ୍ରବାହ ବା ସ୍ଲୋ ହୋଇଥାଏ। ଏହା ଦ୍ୱାରା ହାର୍ଟ ଆଟାକ୍ ହେବାର ସମ୍ଭାବନା ଥାଏ। ଶୋଇବାର ଅଧଘଣ୍ଟା ପୂର୍ବରୁ ଅଧ ଗ୍ଲାସ ପାଣି ପିଇ ଶୋଇବା ଉଚିତ। ଫଳରେ ହାର୍ଟ ଆଟାକ୍ର ସମ୍ଭାବନା ଏଡ଼େଇ ଦିଆଯାଇପାରିବ। ଚୁପ୍ ରହିବା କୌଣସି ବ୍ୟକ୍ତିର କମଜୋରି ନୁହେଁ, ତାଙ୍କର ଧୈର୍ଯ୍ୟର ପରିଚୟ ଦେଇଥାଏ। ନଚେତ୍ ଯାହାକୁ ସହିବା ଆସେ କହିବା ମଧ୍ୟ ଆସେ। ଜୟ ଶ୍ରୀ ଜଗନ୍ନାଥ।